କିଏ କହିପାରିବ ରାମାୟଣର 7ଟି କାଣ୍ଡର ନା? ଅମୂଲ୍ୟ। ବାଳକାଣ୍ଡ, ଅଯୋଧ୍ୟାକାଣ୍ଡ, ଅରଣ୍ୟକାଣ୍ଡ, ଉତ୍ତରାକାଣ୍ଡ, ସରି ବାଳକାଣ୍ଡ, ଅଯୋଧ୍ୟାକାଣ୍ଡ, କିଷ୍କିନ୍ଧାକାଣ୍ଡ, ସୁନ୍ଦରାକାଣ୍ଡ, ତାପରେ ଲଙ୍କାକାଣ୍ଡ, ଯୁଦ୍ଧକାଣ୍ଡ, ତାପରେ ହେଲା ଉତ୍ତରାକାଣ୍ଡ। ସେ ଯୁଦ୍ଧକାଣ୍ଡ ଯୋଉଟା ଲଙ୍କାକାଣ୍ଡ। ଠିକ ଅଛି। ଯୋଉ ରାମାୟଣର ରସ କଣ? କରୁଣ ରସ। ହଉ, ମହାଭାରତର ଅଧ୍ୟାୟର ନାଁ ଏ ଯୋଉ ପର୍ବ କେତୋଟି ଅଛି ଆଉ କଣ କଣ? ସୁମନ୍ତ, ମହାଭାରତର ପର୍ବ କେତୋଟି ଅଛି ଆଉ କଣ କଣ? 13ଟି ନା 18ଟି? କହିଲୁ ସିରିଏଲି। ପ୍ରସନ୍ନ କହିଲୁ ସିରିଏଲି। ଆଦି ପର୍ବ, ସଭା ପର୍ବ, ବନ ପର୍ବ, ବିରାଟ ପର୍ବ, ଉଦ୍ୟେକ ପର୍ବ, ଗ୍ରୀଷ୍ମ ପର୍ବ, ଦ୍ରୋଣ ପର୍ବ, କର୍ଣ୍ଣ ପର୍ବ, ଶଲ୍ୟ ପର୍ବ, ସ୍ତ୍ରୀ ପର୍ବ, ଶାନ୍ତି ପର୍ବ, ଅନୁଶାସନ, ଅଶ୍ୱମେଧ, ଆଶ୍ରମବାର୍ଷିକ, ମୁଷଳ, ମହାପ୍ରସ୍ଥାନିକ, ସକାରାହଣ। ଆଉ ଗୋଟେ କଣ ଛାଡ଼ିଦେଲୁ କୋଉଠି ଗୋଟେ? କଣ ଗୋଟେ ରହିଗଲା। ସପ୍ତିକ ପର୍ବ ଛାଡିଛନ୍ତି। ସପ୍ତିକ ପର୍ବ ଛାଡ଼ିଛୁ ହେଲା। ତାହେଲେ ତୁ ସେଇଟା କାହିଁକି ଏମିତି ତୁ ଯେମିତି କହୁଛୁ ସେଇଟା ଘୋଷିଛୁ ବୋଲି ଜଣା ପଡୁଛି ହେଲା, ଯେମିତି କହୁଛୁ ତ କହିବୁ। ସେଇଟା ଜାଣିଛି। ହଁ, ଭୀଷ୍ମ, ଦ୍ରୋଣ, କର୍ଣ୍ଣ, ଶଲ୍ୟ ଇଏ ହେଲେ 4 ଜଣ ଗୋଟେ ପାଖରେ ରହିବେ। ଭୀଷ୍ମ କେତେ ଦିନ ଥିଲେ? 10 ଦିନ। ତାପରେ ଦ୍ରୋଣ ଆସିଲେ କେତେ ଦିନ? 5 ଦିନ, କର୍ଣ୍ଣ 2 ଦିନ, ଶଲ୍ୟ 1 ଦିନ। 5 ଦିନ। ହଁ, ତ ସେମିତି ନା। ଆଉ ରଘୁବଂଶରେ କେତୋଟି ସର୍ଗ ଅଛି ରାକେଶ? ରଘୁବଂଶରେ କେତୋଟି ସର୍ଗ ଅଛି? ରଶ୍ମିତା ପ୍ରଧାନ, ରଘୁବଂଶରେ କେତୋଟି ସର୍ଗ ଅଛି? ମରୁନୁ ତୁ। 19ଟି ସର୍ଗ ଅଛି। 19ଟା। କିନ୍ତୁ କେତେ ଜଣ ରାଜାଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି ରେ ବୋଲେ? 29 ଜଣ। 29 ଜଣ। ହଁ, ସେମିତି ବୋଲେ କୁମାର ସମ୍ଭବରେ କେତୋଟି ସର୍ଗ ଅଛି? 17ଟି। 17ଟି। ସୌନ୍ଦରାନନ୍ଦ ମହାକାବ୍ୟ କିଏ ରଚନା କରିଛନ୍ତି? ଅଙ୍କିତା। ସୌନ୍ଦରାନନ୍ଦ ମହାକାବ୍ୟ। ଶୁଭସ୍ମିତା କହିଲୁ, ସୌନ୍ଦରାନନ୍ଦ ମହାକାବ୍ୟ କିଏ ରଚନା କରିଛନ୍ତି? ଶୁଭସ୍ମିତା। ଅଶ୍ୱଘୋଷ ହେଲା, ଅଶ୍ୱଘୋଷ ରଚନା କରିଛନ୍ତି। ତ ତା ଦେହରେ ସର୍ଗ କେତେଟି ଅଛି ସୌନ୍ଦରାନନ୍ଦରେ? 18ଟି ସର୍ଗ ଅଛି। ରସ ହଉଛି କଣ? ଶାନ୍ତ। ନାୟକ ସୁନ୍ଦରାନନ୍ଦ ଆଉ ନାୟିକା ସୁନ୍ଦରୀ। କିରାତ ଅର୍ଜୁନମରେ କେତୋଟି ସର୍ଗ ଅଛି? ଅନ୍ତର୍ଯ୍ୟାମୀ କିରାତ ଅର୍ଜୁନମରେ କେତୋଟି ସର୍ଗ? 18ଟି। ସର୍ଗ ହେଲା 25ଟି। 28ଟି। 18ଟି। ହଁ ହେଲା। କିରାତ ଅର୍ଜୁନ, ଆରେ କିରାତ ଅର୍ଜୁନ 18, କୁମାର ସମ୍ଭବର ହଉଛି କେତେ? 17, 19 ସେମିତି କାହାର? ରଘୁବଂଶର। ଏସବୁ ପାଖାପାଖି ରଖିଦବୁ ସଇଲା। ବୁଦ୍ଧ ଚରିତ୍ର କେତୋଟି? 17ଟି। ବୁଦ୍ଧ ଚରିତ୍ର 17, କୋଉଠି 28 ବି କହନ୍ତି। କୋଉଠି 18, ଏ ଯୋଉ 28 ଅଛି, କିନ୍ତୁ 17 ତାର ବି ଅଛି ହେଲା। ସେମିତି ଶିଶୁପାଳ ବଦ୍ଧ ପିଲେ ବୃହତ ତ୍ରୟୀ, ଲଘୁ ତ୍ରୟୀ, ଗଦ୍ୟ ତ୍ରୟୀ କୋଉ ତ୍ରୟୀରେ ଯାଉଛି? ଲଘୁ ତ୍ରୟୀରେ କୁମାର ହେଲା। ଲଘୁ ମାନେ ଲଘୁ ତ୍ରୟୀରେ କିଏ ହବ? ମାନେ କୌନରେ ଲଘୁ ତ୍ରୟୀରେ କିଏ କିଏ ଯାଉଛନ୍ତି ହେଲା। କୁମାର, କୁରେ କୁମାର ସମ୍ଭବ, ରରେ ରଘୁବଂଶ, ମାରେ ହଉଛି ମାନେ କୁମାର, ମାର ଗଣରେ
ମେଘଦୂତ ହେଲା କୁମାର, ହଁ ସେମିତି। କିନ୍ତୁ ବୃହତ୍ରୟୀରେ କିରାତୋର୍ଜୁନିୟମ, ଆଉ କ'ଣ ଶିଶୁପାଳ ବଧ, ନୈଷଧୀୟ ଚରିତ। ତ ନୈଷଧୀୟ ଚରିତ କିଏ ରଚନା କରିଛନ୍ତି? ଅର୍ଚ୍ଚନା ସାମଲ, ଶ୍ରୀହର୍ଷ ହେଲା। ହଁ ଠିକ୍ ସୋଲନି। କେତୋଟି ସର୍ଗ ଅଛି କହିଲୁ ସୋଲନି? ନୈଷଧୀୟ ଚରିତରେ 22ଟି ସର୍ଗ ଅଛି। ଶିବରାଜ ବିଜୟ କିଏ ରଚନା କରିଛନ୍ତି? ସୋଲନି କହିଲୁ, ଶିବରାଜ ବିଜୟ କିଏ ରଚନା କରିଛନ୍ତି? କୁଶ ଶିବରାଜ ବିଜୟ ଅମ୍ବିକା ଦତ୍ତ ବ୍ୟାସ ହେଲା। ହଉ, ଦଶକୁମାର ଚରିତ କିଏ ରଚନା କରିଛନ୍ତି? ରାନୀ କହିଲୁ, ଦଶକୁମାର ଚରିତ କିଏ ରଚନା କରିଛନ୍ତି? ରାନୀ ଦଣ୍ଡି ହେଲା। ହଁ, ତ ପିଲା ସେଠି ତାର ମାନେ ଅଧ୍ୟାୟକୁ କ'ଣ କୁହାଯାଏ? ଖଣ୍ଡ କୁହାଯାଏ। ହଁ, ନାୟକ କିଏ ତା ସେଥିରେ? ରାଜବାହନ। ହଁ, ହଉ ଠିକ୍ ଅଛି। କାଦମ୍ବରୀ ପିଲେ କିଏ ରଚନା କରିଛନ୍ତି? ଆଉ ତାର ଅଧ୍ୟାୟର ଇଏ ପିଲେ କୋଉ ଭଳିଆ କାବ୍ୟଟିଏ? କିଏ କହୁଛି ବୃହତ କାବ୍ୟ ନା ମୁଣ୍ଡ ଛତୁ ହେଲା? ବୃହତ କାବ୍ୟ, ଏ ଯୋଉ କଥା କାବ୍ୟ ହେଲା। ବୃହତ। ନଳଚମ୍ପୁ କିଏ ରଚନା କରିଛନ୍ତି ପିଲେ? ନଳଚମ୍ପୁ ହଉ। କାଦମ୍ବରୀରେ ପିଲେ ନାୟକ ନାୟିକା କିଏ? ମୁଁ ଯାହାକୁ ପଚାରିବି ସମସ୍ତେ କହିବ ନା। କାଦମ୍ବରୀରେ ପିଲେ ନାୟକ ନାୟିକା କିଏ? ଅଞ୍ଜଳି କହିଲୁ, କାଦମ୍ବରୀରେ ନାୟକ ନାୟିକା କିଏ? ଚନ୍ଦ୍ରାପୀଡ଼, ଆଉ କିଏ ରେ? କାଦମ୍ବରୀ ହେଲା। ଚନ୍ଦ୍ରାପୀଡ଼ ଆଉ କାଦମ୍ବରୀ ସେମିତି। ହଉ, ଆଉ କ'ଣ ପିଲେ ପଚାରିବୁ କୁହ? ଚମ୍ପୁ କାବ୍ୟ ପଚାରୁଥିଲି ନା କ'ଣ? ନଳଚମ୍ପୁ ପଚାରୁଥିଲି। ନଳଚମ୍ପୁ କିଏ ରଚନା କରିଛନ୍ତି? ହଁ, ନଳଚମ୍ପୁର ପିଲେ ଅଧ୍ୟାୟର ନାଁକୁ କ'ଣ କୁହାଯାଏ? ଉଚ୍ଛ୍ୱାସ ହେଲା। ହଁ, ଉଚ୍ଛ୍ୱାସ ଖଣ୍ଡ। ହଁ ହଁ ହଁ, ଉଚ୍ଛ୍ୱାସ ଖଣ୍ଡ। ହଁ, କେତେଟା ଉଚ୍ଛ୍ୱାସ ଅଛି ତା ଦେହରେ ବା କେତେଟା ଖଣ୍ଡ ଅଛି? 7ଟି ଖଣ୍ଡ। ତ ଅନ୍ୟମାନେ ସମସ୍ତେ ପଢ଼ରେ, ଇଏରେ ଦରକାର ଏଗୁଡ଼ା ସବୁ। ଯଦି ବି ସେଣ୍ଟ୍ରାଲରେ ଖାଲି କବି ପରିଚୟ ପଚାରିଲେ ବି ସେ ଜଏଣ୍ଟ କରିବା ପାଇଁ ପଚାରିବ। ନହେଲେ ଏମିତି ମାନେ କେତେକ କାବ୍ୟର ନାଁ ଦେଇଥିବ ଲେଫ୍ଟରେ, ରାଇଟ୍ରେ ତାର ଅଧ୍ୟାୟର ନାଁ ଦେଇଥିବ ଯୋଡ଼ିବା ପାଇଁ କହିବ। ଏମିତି ପଚାରିବ ନଚେତ। ଆଉ ଗୋଟେ ପିଲେ ଦେଇଥିଲି ତୁମକୁ କବିମାନଙ୍କର ସମୟ ସବୁ ଦେଇଥିଲି କ୍ରମାନୁସାରେ। ତ ସେମିତି ବି ପିଲେ କୋଶ୍ଚିନ୍ ବି ଆସେ ଗୋଟେ ଖଣ୍ଡ, ମନେ ରଖିବ। ମାନେ କ'ଣ ଗୋଟେ ଖଣ୍ଡ କୋଶ୍ଚିନ୍ ଥିବ, ଅପସନ୍ 4ଟା ଥିବ, କହିବ କ୍ରମ ଅନୁସାରେ କେଉଁ କବି ଆଗ, କାଳକ୍ରମ ଅନୁସାରେ। ତ ସେମିତି ଆସିବ। ପ୍ରଥମ ପିଲେ କବିମାନଙ୍କ ଭିତରେ ଭାସ ହେଉଛନ୍ତି ପ୍ରଥମ, ଭାସ ଆଉ କାଳିଦାସ। ମାନେ ଭାସଙ୍କ ସମୟ କେବେ ପିଲେ? ପ୍ରଥମ ଶତାବ୍ଦୀ। କାଳିଦାସଙ୍କର ପିଲେ କେଉଁଠି ପ୍ରଥମ ବି ଅଛି ଆଉ ଷଷ୍ଠ ବି ଅଛି। କିନ୍ତୁ ଭାସ ହେଉଛନ୍ତି ପ୍ରଥମ ନାଟ୍ୟକାର, କାଳିଦାସ ହେଉଛନ୍ତି ପ୍ରଥମ ପଦ୍ୟକାର। ସେମିତି ପିଲେ ଗଦ୍ୟକାର ହେଉଛନ୍ତି ପ୍ରଥମ କିଏ? ସୁବନ୍ଧୁ। ସେମିତି ପିଲେ ଯଦି ପଦ୍ୟ ସମ୍ରାଟ କୁହାଯିବ ତାହେଲେ ହେଉଛି ଆମର ଶ୍ରୀହର୍ଷ। ପଦ୍ୟ ସମ୍ରାଟ କହିଲେ କିଏ? ଶ୍ରୀହର୍ଷ। ଶ୍ରୀହର୍ଷଙ୍କ ସମୟ ପିଲେ ହେଉଛି ଦ୍ୱାଦଶ ଶତାବ୍ଦୀ। ବୁଝିପାରୁଛ? ତ ଜୟଦେବଙ୍କର ପିଲେ କେତେ? ଜୟଦେବଙ୍କର ସମୟ କେବେ କେତେ କହିଲ ଦେଖିଆ? ତ ସେମିତି ପିଲେ ସବୁ ସେଇ ଯେଉଁ ସମୟଟା ଯଦି ତୁମେ ମନେ ରଖିପାରିଲ ତାହେଲେ ସେଇ ଅନୁଯାୟୀ ଏ ଯେଉଁ ଆମର ବାସବଦତ୍ତା ଯେଉଁ ଲେଖିଛନ୍ତି କିଏ? ସୁବନ୍ଧୁ ଲେଖିଛନ୍ତି। ସୁବନ୍ଧୁଙ୍କର ସମୟ ହେଉଛି ପିଲେ ଷଷ୍ଠ ଶତାବ୍ଦୀ। ଷଷ୍ଠ ଶତାବ୍ଦୀର ଉତ୍ତରାର୍ଦ୍ଧ ବୋଲି କୁହାଯାଏ। ତ ସେମିତି ହିଁ ପଚାରିବ। ଯେମିତି ନଳଚମ୍ପୁ ତ୍ରିବିକ୍ରମ ଭଟ୍ଟ, ତ୍ରିବିକ୍ରମ ଭଟ୍ଟଙ୍କ ସମୟ ହେଉଛି ପିଲେ ଦଶମ ଶତାବ୍ଦୀ। ତ ସେ ସେମିତି ଥିବ କାଳକ୍ରମ ଅନୁସାରେ କେଉଁ କବିଙ୍କର ରଚନା ମାନେ କବି ଇଏ କେମିତି କ'ଣ ଆସିବ। ତାପରେ ବିଶ୍ୱ ଗୁଣାଦର୍ଶ ଚମ୍ପୁ ଗୋଟେ ଥିଲା ଚମ୍ପୁ କାବ୍ୟ। କିଏ ରଚନା କରିଛନ୍ତି ପ୍ରିୟଙ୍କା?
ବେଙ୍କଟେଶ୍ୱରୀ। ବେଙ୍କଟେଧରୀ ହେଲା। ତାଙ୍କର ସମୟ ହେଉଛି ପିଲେ ସପ୍ତମ ଶତକ ହେଲା। ଏ ଯେଉଁ ସପ୍ତଦଶ ଶତକ ମାନେ 17 ହେଲା, ମନେ ରଖିବ ତାକୁ ପିଲେ। ସ୍ୱପ୍ନ ବାସବ ଦତ୍ତ ଇଏ ହେଲା ପ୍ରଥମ ନାଟକ ଯେଉଁଟାକୁ ଭାଷା ରଚନା କରିଛନ୍ତି। ତାପରେ କ୍ୱେଶ୍ଚିନ୍ ହେଉଛି ସ୍ୱପ୍ନ ବାସବ ଦତ୍ତରେ ହିରୋ କିଏ, ନାୟକ କିଏ? ଉଦୟନ। ଉଦୟନ। ନାୟିକା କିଏ ପିଲେ? ଆରେ ବାସବ ଦତ୍ତା ବି ଆଉ ପଦ୍ମାବତୀ ବି ହେଲା, କିନ୍ତୁ ବାସବ ଦତ୍ତା ପିଲେ ମେନ୍ ହିରୋଇନ୍ ହେଲା। ତ ମୁଖ୍ୟ ନାୟିକା ହେଉଛି ବାସବ ଦତ୍ତା, ଆଉ ପଦ୍ମାବତୀ ପିଲେ ହେଉଛି ସାଇଡ଼୍ ହିରୋଇନ୍ ଆଉ। କିନ୍ତୁ ପଦ୍ମାବତୀ ପିଲେ ଥିଲେ ମାନେ କ'ଣ ମୁଗ୍ଧା ନାୟିକା ଥିଲେ। ସିଆଡ଼କୁ ବେଶୀ କ୍ୱେଶ୍ଚିନ୍ ପଚାରିବନି, ତ ଏତିକି ବି ପିଲେ ହିଁ ଥିବ ସ୍ୱପ୍ନ ବାସବ ଦତ୍ତ। ଅଭିଜ୍ଞାନ ଶାକୁନ୍ତଳ ପିଲେ ତା ଦେହରେ ନାୟକ କିଏ ନାୟିକା କିଏ? ଦୁଷ୍ୟନ୍ତ ଶକୁନ୍ତଳ। ସେଇଟା ତ ପିଲେ ଯିଏ ନାହିଁ ସିଏ କହିଦେବ। ମୋର ସେଠି କ୍ୱେଶ୍ଚିନ୍ ହେଉଛି ଅଭିଜ୍ଞାନ ଶାକୁନ୍ତଳରେ ପିଲେ ରସ କ'ଣ? ଶୃଙ୍ଗାର। ଶୃଙ୍ଗାର ରସ। ପିଲେ କ'ଣ? ହଁ, ଶୃଙ୍ଗାର ରସ ନା। ହଉ ପିଲେ, ହଁ, କେତେ ନମ୍ବର ଅଙ୍କକୁ କରୁଣ ଅଙ୍କ କୁହାଯାଏ? ଚତୁର୍ଥରୁ ସପ୍ତମ ଅଙ୍କ। କେବଳ ଚତୁର୍ଥ ଅଙ୍କଟା ହେଉଛି କରୁଣ ଅଙ୍କ ହେଲା। ତାପରକୁ ପୁଣି ଚେଞ୍ଜ ହେଇଯିବ, ତାପରକୁ ବିଷ୍କମ୍ଭକ ପଳେଇ ଆସିବ, ଯେଉଁଟା ଆମର ଅର୍ଥ ପ୍ରକୃତି ଯେଉଁ ଅଛି ସେ ସବୁ ପଳେଇ ଆସିବ, ସେଗୁଡ଼ା ସବୁ ଅଲଗା। କେବଳ 4 ନମ୍ବର ଅଧ୍ୟାୟରେ ଯେହେତୁ ସେତେବେଳେ କାଣ ଋଷି କ'ଣ କରୁଛନ୍ତି, ବିଦାୟ କରୁଛନ୍ତି ଶକୁନ୍ତଳାକୁ, ତ ସେତେବେଳେ କରୁଣ ରସରେ ଇଏ ହେଇଛି। ତାପରେ ସେ ତାକୁ ଭାଳି ହେବ, ସେଠୁ ପୁଣି ବିପ୍ରଲମ୍ବ ଶୃଙ୍ଗାର ପଳେଇ ଆସିବ। କିନ୍ତୁ ଦୁଷ୍ୟନ୍ତ ଆଉ ଶକୁନ୍ତଳାଙ୍କର ବିବାହ ପିଲେ କେଉଁ ବିବାହ କେତେ ପ୍ରକାର? 8 ପ୍ରକାର। ତା ଭିତରୁ ଦୁଷ୍ୟନ୍ତ ହେଲା ଗାନ୍ଧର୍ବ ବିବାହ ହେଲା। ତାହେଲେ ଅଭିଜ୍ଞାନ ଶାକୁନ୍ତଳରେ ପିଲେ ବିଦୂଷକ କିଏ? ମାଧବୀୟ କୋଉଠି କ'ଣ ଲେଖା ହେଇଛି ବୋଲେ ତାର ଠିକ୍ ଠିକଣା ନାହିଁ, କିନ୍ତୁ ମୁଁ ପିଲେ ଏଥର ପଢ଼ୁଥିଲି ସେ ହରେକୃଷ୍ଣ ଶତପଥୀ ସାରଙ୍କ ବହିରେ, ସେଠି କିନ୍ତୁ ପିଲେ ଲେଖା ହେଇଛି ମାଧବୀୟ। କ'ଣ ହେଇଥିବ କିଏ ଜାଣେ, ତୁମେ ଯାହା ବି ହଉ ସେ ଜାଣି ହେବ ସେଇଟା ହେଲା। ପୁରୁରୁ ବା ଉର୍ବଶୀ ଯେ ବିଷୟ ଥିଲା ନାଇଁ, ପୁରୁରୁ ବା ଉର୍ବଶୀ କେଉଁ ନାଟକରେ ଅଛନ୍ତି? ବିକ୍ରମ ଉର୍ବଶୀ। ଅଙ୍କ କେତେଟି ଅଛି? 5ଟି। ହଉ। ମାଳବିକା ଅଗ୍ନିମିତ୍ରରେ ହିରୋ ହିରୋଇନ୍ କିଏ ରେ? ଅଗ୍ନିମିତ୍ର ମାଳବିକା। ହଁ, ଅଗ୍ନିମିତ୍ର ମାଳବିକା, ଠିକ୍ ଅଛି। ପିଲେ ଗୋଟେ ନାଟକର ନାଁ କୁହ ଯାହା ଦେହରେ ନାୟିକା ନାହିଁ, କହିଲ ଦେଖିବା। ନାଟ୍ୟଶାସ୍ତ୍ର। ମୁଦ୍ରା ରାକ୍ଷସ। ହଁ, ସୁମନ୍ତ ନାଟ୍ୟଶାସ୍ତ୍ର ନାଟକରେ ଯିବ କି? ମୋତେ କାହିଁ ଲାଗୁନି। ନା, ମୁଁ ନାଟ୍ୟଶାସ୍ତ୍ର ମୁଦ୍ରା ରାକ୍ଷସ କହିଲି। ହଁ, ନାଟ୍ୟଶାସ୍ତ୍ର କାହା ଦେହରେ ଯିବ? ଆରେ କେଉଁ ଭଳି କାବ୍ୟରେ ଯିବ ତାହେଲେ? ମାନେ ଅଳଙ୍କାର ଗ୍ରନ୍ଥ କି? ସୁମନ୍ତ ନାଟ୍ୟଶାସ୍ତ୍ର କେଉଁ ଭଳି ଗ୍ରନ୍ଥରେ ଯିବ? ଆଳଙ୍କାରିକ ଗ୍ରନ୍ଥ। ତା ଦେହରେ ସବୁ ରସଭଦ କଥା କୁହାହେଇଛି, ଆଉ ଅଳଙ୍କାର ବିଷୟରେ କୁହାହେଇଛି, ସେମିତି ସବୁ। ହଉ, କ'ଣ ପଚାରୁଥିଲି ପିଲେ, ଅଗ୍ନିମିତ୍ର ଆଉ ମାଳବିକା କେଉଁ ନାଟକରେ ଅଛନ୍ତି? କୁହ କିଏ କହୁଛି? ମାଳବିକା ଅଗ୍ନିମିତ୍ର ପିଲେ କିଏ ରଚନା କରିଛନ୍ତି? କାଳିଦାସ। ଆଉ ପିଲେ ମୁଦ୍ରା ରାକ୍ଷସ କିଏ ରଚନା କଲେ? ବିଶାଖା ଦତ୍ତ। ପିଲେ ବେଣୀ ସଂହାର ଗୋଟେ ନାଟକ ଅଛି ବୋଧେ, କିଏ ରଚନା କରିଛନ୍ତି? ଲିସା। ଭଟ୍ଟନାରାୟଣ। ହଁ, ତା ଦେହରେ ଅଧ୍ୟାୟ କେତୋଟି ଅଛି? କିଏ କହିବ? ଶିବାନୀ। ହଉ ପିଲା, ଗୋଟେ ଉକ୍ତି କହୁଛି ମୋତେ କହିବ। ଏକଃ ରସଃ ଗୁଣ ଏବ ନିମିତ୍ତ ଭେଦାତ୍। ପିଲା ଏଠି କିଏ କହିଛନ୍ତି ଏଇଟା, ଆଉ କେଉଁ ନାଟକରେ? ଏକଃ ରସ କରୁଣ ଏବ। କରୁଣ ରସ ପ୍ରିୟ କବି କିଏ ପିଲେ?
ଭବଭୂତି ଭବଭୂତି ତାହେଲେ ହଁ ତାହେଲେ ଭବଭୂତି କ'ଣ ରଚନା କରିଛନ୍ତି ଏଇ କଥା କୋଉଠି କହିଛନ୍ତି ତାହେଲେ? ଉତ୍ତର ରାମଚରିତ ଉତ୍ତର ରାମଚରିତ ହଁ ଉତ୍ତର ରାମଚରିତରେ ପିଲେ ହେଲା। ଉତ୍ତର ରାମଚରିତ ପିଲେ ଅଙ୍କ କେତୋଟି ଅଛି? 7ଟି। ପିଲେ ଉତ୍ତର ରାମଚରିତ 7ଟି ଅଙ୍କରୁ ପ୍ରଥମ ଅଙ୍କକୁ ଚିତ୍ର ଅଙ୍କ କୁହାଯାଏ ଆଉ ସପ୍ତମ ଅଙ୍କକୁ ଗର୍ଭ ଅଙ୍କ କୁହାଯାଏ ହେଲା। ମନେ ରଖିବ ଅଙ୍କ ଯେଉଁଠି ଥିବ ସେଇଟା ପିଲେ କ'ଣ ନାଟକ, କିନ୍ତୁ ସ୍ୱର୍ଗ ଯେଉଁଠି ଥିବ ପିଲେ ସେଇଟାକୁ କ'ଣ କୁହାଯିବ? ମହାକାବ୍ୟ ଏମିତି ପିଲେ ସବୁ ଥାଏ। ମହାବୀର ଚରିତରେ ପିଲେ ମହାବୀର କିଏ? ପିଲେ ମହାବୀର ଚରିତରେ ଭବଭୂତି ନା ତମ ଗାଁ ଅଧାଭୂତ? ଭବଭୂତି ମହାବୀର ଚରିତ ଭବଭୂତି ହଁ ରାମଚନ୍ଦ୍ର ରାମ ସୀତା ହଁ ରାମଚନ୍ଦ୍ର ସୀତା ହେଲା। ଆଧାର ଗ୍ରନ୍ଥ ରାମାୟଣ, କିନ୍ତୁ ମହାବୀର ଚରିତରେ ମହାବୀର ମାନେ ତମେ ହନୁମାନଙ୍କୁ ପଳେଇବ ନା ରେ, ମହାବୀର ହେଉଛି ଆମର ରାମଚନ୍ଦ୍ର। ଏମିତି ପିଲେ ଥାଏ। ହଉ ତାହେଲେ ଠିକ୍ ଅଛି ପିଲେ। ମାଳତୀ ମାଧବ ପିଲେ କୁହ କେଉଁ ଭଳିଆ ଗ୍ରନ୍ଥ କହିଲ କାବ୍ୟ? ମାଳତୀ ମାଧବ କୋଉ ଭଳି କାବ୍ୟ ପିଲେ? ନାଟକ, ପ୍ରକରଣ, ବାଣ, ଇହାମୃଗ? ହଁ ପ୍ରକରଣ ପ୍ରକରଣ ହେଲା। କ'ଣ ପାଇଁ ପ୍ରକରଣ ହେଲା ରେ ମାଳତୀ ମାଧବଟା? କାହିଁକିନା ଏଠି 10ଟି ଅଙ୍କ, 10 ଅଙ୍କ କାହାର ଥାଏ ପିଲେ? ପ୍ରକରଣରେ। ହଁ 10 ଅଙ୍କ କାହାର ଥାଏ? ପ୍ରକରଣରେ। ତମେ ସେ ସାହିତ୍ୟ ପିଡ଼ିଏଫଟାକୁ ପଢ଼ ହେଲା। ସାହିତ୍ୟରୁ ପିଲେ କିଛି ବି କୋଶ୍ଚିନ୍ ଆସିବ ନା, କିନ୍ତୁ ପଚାରି ପଚାରି ସେ କାବ୍ୟର ପରିଚୟ କିଏ କ'ଣ କହିଛନ୍ତି, କାବ୍ୟର ପରିଚୟ ଏମିତି ତାର ସବୁ ଯେଉଁ ଲକ୍ଷଣ ଗୁଡ଼ିକ ଅଛି ହେଲା, କାବ୍ୟର ଲକ୍ଷଣ ଗୁଡ଼ିକ ସେ ଲକ୍ଷଣ ଗୁଡ଼ିକ କିଏ କହିଛନ୍ତି ସେଇଠି ସେତିକି। ଆଉ କବି ପରିଚୟ ଆଉ ବେଶୀ ବି ଦରକାର ନାହିଁ। ଆଉ ଯେଉଁ ରସ ରହିଲା 8-9 ରସ ରହିଲା ତାର ସବୁ ଦେବତା ସ୍ଥାୟୀ ଭାବ ହଁ ସେ ସବୁ ସେତିକି। ଆଉ କ'ଣ ଅଛି ସାହିତ୍ୟରେ କହୁନ? କିଛି ଅଛି? ତମେ ତାକୁ ପଢ଼ିବ ନା। ଆଉ ତା ଦେହରେ ଥିଲା ନାଟକ ଏ ଯେଉଁ ଅଙ୍କ 5ଟି ହଁ ଅଙ୍କ 5ଟି କ'ଣ କ'ଣ ନାଟକରେ? ଆରେ କହୁନରେ ସାହିତ୍ୟରେ ଅଙ୍କ 5ଟି ନାହିଁ କ'ଣ କ'ଣ? ଏ ଯେଉଁ ସନ୍ଧି 5ଟି କ'ଣ କ'ଣ? ହଁ ହଁ ଏମିତି ସବୁ ଅଛି, ସେଇଟାକୁ ସେମିତି ମନେ ରଖିବ। ସନ୍ଧି 5ଟି ଅଛି। ଆଉ ଗୋଟେ ପିଲେ ଥିଲା ତାର କ'ଣ ଅର୍ଥ ପ୍ରକୃତି 5ଟି ଥିଲା। କ'ଣ କ'ଣ ଅର୍ଥ ପ୍ରକୃତି 5ଟି? ବୀଜ, ବିନ୍ଦୁ, ପତାକା, ପ୍ରକରି, କାର୍ଯ୍ୟ। ବାସ୍ ଏଇଗୁଡ଼ା ସବୁ ସିରିୟଲି ଜାଣିଗଲେ ଆଉ କିଛି ଦରକାର ନାହିଁ। ହଉ ପିଲେ ଠିକ୍ ଅଛି, ଆମେ ଏବେ ଗ୍ରାମାର ପଢ଼ିବା। ତମେ ଗ୍ରାମାର ଦେଖ, ଏଇଟା ପଚାରିଦେଲି ଟିକେ ତ ଆଜି ତମର ଆଜି ପିଲେ କ'ଣ ଏକ୍ଜାମ୍ ହେବ ତମେ ଜାଣିପାରୁଥିବ। ଆଜି ସାହିତ୍ୟ ଏକ୍ଜାମ୍ ହିଁ ହେବ ହେଲା। କାବ୍ୟର ପରିଚୟ ହେଉ, ମାନେ ତା ଦେହରେ କବି ପରିଚୟ ଥାଉ, କିମ୍ବା କବିମାନଙ୍କର କାଳକ୍ରମ ଥିବ, ନହେଲେ ପିଲେ ମାନେ କ'ଣ କୌଣସି ପାତ୍ର ଲେଖା ହେଇଥିବ। ଯେମିତିକି ଲେଖା ଥିବ କର୍ପୂର ମଞ୍ଜରୀ କିଏ ରଚନା କରିଛନ୍ତି ତମେ ଜାଣିଛ? କିଏ ରଚନା କରିଛନ୍ତି କର୍ପୂର ମଞ୍ଜରୀ? ରାଜଶେଖର। ତ ପିଲେ ସେଠି ହଁ ଲେଖା ହେଇଥିବ କର୍ପୂର ମଞ୍ଜରୀ କୀଦୃଶୀ କାବ୍ୟ। ତ ଆମର ପିଲେ ନାଟକ, ପ୍ରକରଣ, ବାଣ, ଇହାମୃଗ କି ଷଟକ କ'ଣ ତା ଭିତରୁ ତମର ଖୋଜିବ। ପୁରା ଆଉ ଗୋଟେ ଗ୍ରନ୍ଥ ଥିଲା ପ୍ରବୋଧ ଚନ୍ଦ୍ରୋଦୟ, ଗୋଟେ ଗ୍ରନ୍ଥ ଥିଲା। ତ ପିଲେ ପ୍ରବୋଧ ଚନ୍ଦ୍ରୋଦୟ କେଉଁ ଭଳିଆ ଗ୍ରନ୍ଥ ଟିକେ କହିଲ ନାଟକ ଭିତରୁ କୁହ? ନାଟକଟିଏ କିଏ ରଚନା କରିଛନ୍ତି? କୃଷ୍ଣ ମିଶ୍ର। ହଁ କୃଷ୍ଣ ମିଶ୍ର। ସେମିତି ପିଲେ ପ୍ରସନ୍ନ ରାଘବ କିଏ ରଚନା କରିଛନ୍ତି? ପ୍ରସନ୍ନ ରାଘବ ଜୟଦେବ। ହଁ ଅନଘ୍ର ରାଘବ କିଏ ରଚନା କରିଛନ୍ତି? ପିଲେ ନାଟ୍ୟ ଶାସ୍ତ୍ର କିଏ ରଚନା କରିଛନ୍ତି? ଭବଭୂତି କିଏ ଗୋଟେ କହିଥିଲା ଭବଭୂତି କେମିତି? ହଁ ନାଟ୍ୟ ଶାସ୍ତ୍ର ପିଲେ ତ ପଚାରିଲେ। ଆଉ କ'ଣ କାବ୍ୟ ଅଳଙ୍କାର ଜାଣିଛ? ଭାମହ, କାବ୍ୟାଦର୍ଶ, ଦଣ୍ଡି ହେଲା। ହଉ ପିଲେ ପଞ୍ଚତନ୍ତ୍ର କିଏ ରଚନା କରିଛନ୍ତି? ପଞ୍ଚତନ୍ତ୍ର ଧ୍ୱନ୍ୟାଲୋକ କିଏ ରଚନା କରିଛନ୍ତି? ହଉ ଠିକ୍ ଅଛି ହେଲା। ଏତିକି ପିଲେ ପାଠ।